ପଥର ମାନଙ୍କ ସହିତ ମଜାକ କରିବେନି ହେଲା। ବହୁତ ଦଣ୍ଡ ଦିଅନ୍ତି ଏମାନେ। ଏଗୁଡା ଏକ ସାମାନ୍ୟ ଖେଳ ନୁହଁ ରତ୍ନ ପଥର। ଯଦି ଖୋଲି ଦେଇଛନ୍ତି ତ ଖୋଲି ଦେଇଛନ୍ତି ହେଲା, ଆଉ ଯଦି ପିନ୍ଧିଛନ୍ତି ତ ପିନ୍ଧିଛନ୍ତି। ଜଣେ ଜ୍ୟୋତିଷ କିଛି ଗୋଟେ ଦେଖିକି ଗୋଟେ ଡକ୍ଟରଟେ ପ୍ରେସକ୍ରାଇବ କଲା, କଣ ଆପଣଙ୍କୁ ମାରିବା ପାଇଁ କରିବ କି? ଭଲ ପାଇଁ କରିଥିବ ନା ନାଇଁ? ଆଚ୍ଛା, ଯେକୌଣସି ଜିନିଷ ଆମେ ଜ୍ୟୋତିଷ ମାନେ କାହାକୁ ପିନ୍ଧୁ ତାର ଗୋଟେ ବିଧାନରେ ପିନ୍ଧୁ। ଆଜିକାଲି କଣ ହଉଛି ନା, ପିନ୍ଧବୁ ରେ ଅମୁକ ମନ୍ତ୍ର କରିବୁ, ଟିକେ ପଞ୍ଚାମୃତରେ ଧୋଇଦେବୁ, ଗଙ୍ଗାଜଳରେ ଧୋଇଦେବୁ, ପିନ୍ଧେଇଦେବୁ। ଇଟ୍ ଇଜ ନଟ୍ ରାଇଟ୍ ୱେ। ଗୋଟିଏ ପଥର ପିନ୍ଧେଇବା ମାନେ ତାର ପୁରା ବିଧାନ ସହିତ ତାର ସମସ୍ତ ପ୍ରକାର ଶାନ୍ତିକରଣ ଇତ୍ୟାଦି ପୂଜା ପିତା ନିତା କରିକି ତାକୁ ଜଣେ ପିନ୍ଧେଇବ। ବୁଝିପାରୁଛନ୍ତି? କିଏ ପିନ୍ଧେଇବ? ଗୁରୁଟା ପିନ୍ଧେଇବ, ନହେଲେ ଜ୍ୟୋତିଷଟା ପିନ୍ଧେଇବ, ନହେଲେ ତା ପାଇଁ ଯୋଉ ପଣ୍ଡିତ ଆସିଥିବ ସେ ପିନ୍ଧେଇବ। ମନ ଇଚ୍ଛା ପିନ୍ଧିବାର ନାହିଁ, ଆଉ ମନ ଇଚ୍ଛା ଖୋଲିବାର ବି ନାହିଁ। ଯଦି ଖୋଲିଲେ ସିଏ ଆକ୍ଟିଭ ହେଲା ବେଳକୁ ପୁଣି 35 ଦିନରୁ 40 ଦିନ ଟାଇମ ଲାଗିବ। ଠିକ ଅଛି? ଆଚ୍ଛା, ପିନ୍ଧିଲେ ବି ଦୋଷ, ବାହାର କଲେ ବି ଦୋଷ। ଗୋଟେ ଦୋଷକୁ କାଟିବା ପାଇଁ ଗୋଟେ ଦୋଷ ଲଗା ହଉଛି। ତେଣୁ ଯୋଉଟା କରିଦେଇଛନ୍ତି, ଆଉ ତା ବିଷୟରେ ମୁଣ୍ଡ ଖେଳାନ୍ତୁନି। ବୁଝିପାରିଲେ? ଆଉ ତାକୁ ଯେତେ ମୁଣ୍ଡରେ ଘାଣ୍ଟି ହେବେ, ଏଇଟା ଥିଲା ତେଣୁ ଏଇଟା କଲି, ଭୁଲି ଯାଆନ୍ତୁ। କରିଦେଇଛନ୍ତି, ଆପଣଙ୍କ ଆତ୍ମା ଡାକିଲା ଯେ ଏଇଟା ଦ୍ୱାରା ମୋର ଗୁରୁତା ପଡୁଛି, କାଢିଦେଲେ, ଆଉ ତାକୁ ବୁଝିବା ଦରକାର ନାହିଁ। ଠିକ ଅଛି? ତେଣୁ ସବୁ ଜିନିଷର ଗୋଟେ ବିଧାନ ଅଛି, ଗୋଟେ ନିୟମ ଅଛି। ଇଏ ହାଲକାର ଖେଳ ନୁହଁ ଇଏ, ଆଉ ତେଣୁ ଆପଣ ତାକୁ ହାଲକାରେ ନିଅନ୍ତୁ ନାହିଁ। ଓକେ?